ଓଡ଼ିଆ ମାନଙ୍କର ପ୍ରିୟ ଖାଦ୍ୟ ହେଉଛି ପଖାଳ। ଆଜି ଆମେ ପଖାଳ ଥାଳି ବନେଇବା। ପଖାଳ ଥାଳି ପାଇଁ ମୁଁ ଏଠି କିଛି କଢ଼େଇରେ ତେଲ ଦେଇକି ସୋରିଷ ପିଆଜ ଦେଇଦେଇଛି। ବାଇଗଣ ଆଳୁକୁ ଛୋଟ ଛୋଟ କାଟିକି ରଖିଥିଲି, ସେଥିରେ ଲୁଣ ହଳଦୀ ଗୁଣ୍ଡ ଦେଇକି ତାକୁ ଭଲକିନି ମୁଁ ଗୋଳେଇ ନେଇଛି। ଗୋଳେଇକି ଘୋଡ଼ଣୀ ଲଗେଇକି ତାକୁ ସିଝିବାକୁ ଛାଡ଼ି ଦେଇଥିଲି। ବାଇଗଣ ଆଳୁ ଭଜା ଆମର ହେଇଗଲାଣି, ମୁଁ କାଢ଼ି ନେଇଛି। ଏଠି କିଛି ଟମାଟରକୁ ଆମେ ପୋଡ଼ିବା। ଟମାଟରକୁ ଭଲକିନି ଏପଟ ସେପଟ କରିକି ତାକୁ ପୋଡ଼ି ନେବା। ଟମାଟୋ ଚଟଣି ପଖାଳ ସହିତ ବହୁତ ଭଲ ଲାଗିଥାଏ ଖାଇବାକୁ। ଟମାଟୋ ପୋଡ଼ା ଆମର ହେଇଗଲାଣି, ମୁଁ କାଢ଼ି ନେଇଛି। ଏଠି ମୁଁ କିଛି ସୁଜନା ଛୁଇଁ ନେଇଛି। ସୁଜନା ଛୁଇଁକି ଭଲକିନି କାଟିକି କଢ଼େଇରେ ତେଲ ପିଆଜ ଦେଇକି ତାକୁ ଭଲକିନି ସୋରିଷ ବଟା ଦେଇକି ଗୋଟେ ଭଜା ବନେଇବା। ଛୁଇଁ ଆଳୁ ଭଜା ପଖାଳ ସହିତ ଖାଇବାକୁ ବହୁତ ଭଲ ଲାଗିଥାଏ। ପ୍ରାୟ ସମସ୍ତେ ପଖାଳ ସହିତ ଏଇ ଛୁଇଁ ଭଜାକୁ ଖାଇବାକୁ ଭଲ ପାଇଥାନ୍ତି। ଛୁଇଁ ଭଜା ଆମର ହେଇଗଲା। ଏଠି ମୁଁ ଗୋଟେ କଢ଼େଇରେ ବୋଇତାଳୁ ଡଙ୍କ ବା ବୋଇତାଳୁ ଶାଗକୁ ସିଝେଇ ନେଇଥିଲି। କଢ଼େଇରେ ତେଲ ସୋରିଷ ରସୁଣ ଛେଚା ଗୋଟା ଲଙ୍କା ଦେଇକି ଆମେ ଶାଗକୁ ଭାଜି ନେବା। ଦେଖନ୍ତୁ ବୋଇତାଳୁ ଶାଗ ଆମର ହେଇଗଲାଣି, ମୁଁ କାଢ଼ି ନେଇଛି। କଢ଼େଇରେ ଏଠି ତେଲ ଦେଇଦେବା। ସବୁଠାରୁ ପ୍ରିୟ ହେଉଛି ଚୁନା ମାଛ ବେସର ଦିଆ ଭଜା। ପଖାଳ ସହିତ ଖାଇବାକୁ ବହୁତ ଭଲ ଲାଗେ। ଏଇଟା ସମସ୍ତେ ଖାଇଥାନ୍ତି, ସମସ୍ତଙ୍କୁ ମଧ୍ୟ ଭଲ ଲାଗିଥାଏ। ଯେଉଁମାନେ ଆଇଁଷ ଖାଉନାହାନ୍ତି ୟାକୁ ସ୍କିପ୍ କରିପାରନ୍ତି। ଏଠି ମସଲା ଦିଆ ଚୁନା ମାଛ ଭଜା ହେଇସାରିଲା ପରେ ସାଧା ଚୁନା ମାଛ ମୁଁ ଭାଜି ନେଇଛି। ଚୁନା ମାଛ ଭଜା ଏପଟ ସେପଟ କରିକି ମୁଁ ଭଲକିନି ଲାଲ କରିକି ଭାଜି ନେଇଛି। ଆମେ ଏଠି ଗୋଟେ ଚାମଚରେ ତେଲ ସୋରିଷ ଭୃଷଙ୍ଗ ପତ୍ର ପଖାଳରେ ଛୁଙ୍କ ଦେଇଦେବା। ମୁଁ ଛୁଙ୍କ ଦେଇଦେଇଛି। ପଖାଳ ଉପରେ କଟା ଲେମ୍ବୁ କାକୁଡ଼ି ପିଆଜ ଦେଇଦେଇଛି। ଆପଣ ଦହି ଦେଇପାରନ୍ତି, ଲେମ୍ବୁ ଦେଇଥିବାରୁ ମୁଁ ଦହି ଦେଇନି। ଏଠି ଟମାଟୋ ଖଟା ବନେଇ ନେଇଛି। ଶାଗ ଭଜା, ଏଠି ଛୁଇଁ ଭଜା, ଭେଣ୍ଡି ଦଳା, ଆଳୁ ଚୋଖା, ବାଇଗଣ ଆଳୁ ଭଜା, ଚୁନା ମାଛ ସାଧା ଭଜା, ବେସର ଦିଆ ଚୁନା ଭଜା ମାଛ ଏକଦମ ରେଡି କରିଦେଇଛି ପଖାଳ ସହିତ। ଏବେ ପଖାଳ ଥାଳି ଆମର ସମ୍ପୂର୍ଣ୍ଣ ରେଡି। କିନ୍ତୁ ଯେତେ ଖାଇଲେ ମଧ୍ୟ ପଖାଳ ସାଙ୍ଗରେ ଯଦି ବଢି ଚୁରା ବାଦାମ ଚୁରା ନ ହବ ତାହେଲେ ପଖାଳର ମଜା ଆସିନଥାଏ। ସେଥିପାଇଁ ମୁଁ ଏଠି କିଛି ବଢି ମଧ୍ୟ ଚୁରି ନେଇଛି। ବଢି ଆଉ ବାଦାମ ଚୁରି ନେଇଛି। କଞ୍ଚା ଲଙ୍କା ପିଆଜ କାକୁଡ଼ି ଆଉ ଆଚାର ସହିତ ଆମର ପଖାଳ ଥାଳି ଏକଦମ ରେଡି। ଏବେ ପଖାଳ ସହିତ ଏସବୁ ଏନ୍ଜୟ କରନ୍ତୁ। ପଖାଳ ଦିବସରେ ହେଉ ବା ଆଗକୁ ଆସୁଥିବା ଖରାରେ ମଧ୍ୟ ଏହିପରି ଭାବରେ ପଖାଳ ଥାଳି ବନେଇକି ଘରେ ନିଶ୍ଚୟ ଖାଆନ୍ତୁ।